ଜୟ ଜଗନ୍ନାଥ ସାଙ୍ଗମାନେ ମୁଁ ଆଜି ଗୋଟେ ସାଙ୍ଗର ରିସେପସନକୁ ଆସିଥିଲି କିନ୍ତୁ ଯୋଉ ଭଳିଆ ଡେକୋରେସନ ହେଇଛି ଯୋଉ ଭଳିଆ ଖାଇବା ହେଇଛି ତେଣୁ ମୁଁ ଆଉ ରହିପାରିଲିନି ଆଉ ସେଇଥିପାଇଁ ମୋର ଇଚ୍ଛା ହେଲା ଟିକେ ଭିଡିଓ କରିକି ଆପଣମାନଙ୍କୁ ଦେଖେଇବା ପାଇଁ ଏଇ ଜିନିଷ ସବୁ କରିଛନ୍ତି ଓମ୍ କେଟରିଂ ଆମ ନୟାଗଡ଼ର ସେ ନୟାଗଡ଼ ତ ଫେମସ ତା ସହିତ ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୂଳରେ ସିଏ ବି ଫେମସ ଚାଲନ୍ତୁ ଆପଣମାନେ ଭିଡିଓରେ କଣ୍ଟିନ୍ୟୁ ରୁହନ୍ତୁ ଦେଖନ୍ତୁ କୋଉ ଭଳିଆ ଡେକୋରେସନ ହେଇଛି ଆଉ କୋଉ ଭଳିଆ ଖାଇବା ହେଇଛି ଚାଲନ୍ତୁ ଭିଡିଓଟିକୁ ଷ୍ଟାର୍ଟ କରିବା ଆଉ ଆପଣମାନେ ଡେକୋରେସନ ୱିଥ ଖାଇବା କଣ ହେଇଛି କଣ୍ଟିନ୍ୟୁ ହେଲେ ଆପଣ ଜାଣିପାରିବେ ଚାଲନ୍ତୁ ଏ ସବୁ କରିଛି ଓମ୍ କ୍ୟାଟରିଂ ଇଏ ହଉଛି ଓମ୍ କ୍ୟାଟରିଂ ର ମାନେ ଷ୍ଟାର୍ଟର ଆଇଟମ ଡେକୋରେସନ ଦେଖିପାରୁଥିବେ କୋଉ ଭଳିଆ ଲାଇଟ ଲାଗିଛି ଆଉ କୋଉ ଭଳିଆ ଡିଜାଇନ ତିଆରି ଷ୍ଟାର୍ଟର ଆଇଟମ ଇଏ ବର୍ତ୍ତମାନ ଆମର ଏଠି ଲାଗିଛି ଗୁପଚୁପ ଲାଗିଛି ପାମ୍ପୁଡି ଚାଟ ଲାଗିଛି ତା ସହିତ ଆମର ଇଏ ହଉଛି ଲାଇଭ ମଟର ସୁପ୍ ମାନେ ଆପଣ ଗରମ ଗରମ ମାନେ ମଟର ସୁପ୍ ଏଠି ପାଇବେ ଇଏ ହଉଛି ବନାରସୀ ପାନ ଆପଣ ଦେଖିପାରୁଥିବେ ଆଇସ୍ ଆଇସ୍ ଉପରେ ପାନ ଥୁଆ ହେଇଛି ଆପଣ ଥଣ୍ଡା ଥଣ୍ଡା ଏଇ ଶୀତ ଦିନେ ଥଣ୍ଡା ଥଣ୍ଡା ପାନ ଖାଇବେ ଆଉ ପାନର ମଜା ନେବେ ଇଏ ଆଇସ୍ ପାନ ସହିତ ବନାରସୀର ପାନ ମିଠା ପତ୍ରରେ ପାନ ତିଆରି ହେଇଛି ଦେଖିପାରୁଥିବେ ସାଙ୍ଗମାନେ ଯଦି ବାହାରକୁ ଆସିଛନ୍ତି ଆଉ ଆପଣ ମାନେ ମକଟେଲ ପିଇବେନି ତାହେଲେ ବାହାଘର ମଜା କଣ ଅଛି ଆଉ ସେଇଥିପାଇଁ ଓଡିଶା ନୁହଁ କାଲକାଟାରୁ ସ୍ୱତନ୍ତ୍ର ଓଡିଶାରେ ଆମର ମକଟେଲ ତିଆରି ହଉଛି ଆପଣ ଦେଖିପାରୁଥିବେ ବିଭିନ୍ନ ଭେରାଇଟିର ଆପଣ ଯୋଉ ଟାଇପ ର ମକଟେଲ ଖୋଜିବେ ଆପଣ ଏଇଠି ହିଁ ପାଇବେ ମାନେ ସୋଡାଠୁ ଆରମ୍ଭ କରିକି ମାନେ ମାନେ 100 ପ୍ରକାର ଆଇଟମର ମକଟେଲ ଏଇ ଓମ୍ କ୍ୟାଟରିଂ ରେ ଆପଣ ମାନେ ଏଇ ମକଟେଲ ଆପଣ ଏଇଠି ହିଁ ପାଇପାରିବେ ଆପଣ ବାରିପଦାର ଖାସି ମାଂସ ଖାଇଥିବେ ଆପଣ ଭୁବନେଶ୍ୱର ବି ଖାସି ମାଂସ ଖାଇଥିବେ କିନ୍ତୁ ଆପଣ କେବେ ବି ନୟାଗଡ଼ ଖାସି ମାଂସ ଖାଇନଥିବେ ଯାହାକି ଓମ୍ କ୍ୟାଟରିଂ ଏଇଭଳିଆ ଖାସି ମାଂସ ପ୍ରସ୍ତୁତ କରିଛି ଆପଣ କେବେ ବି ଦେଖିନଥିବେ ଚାଲନ୍ତୁ ଦେଖିବା ଓମ୍ କ୍ୟାଟରିଂ କୋଉ ଭଳିଆ ଖାସି ମାଂସ ପ୍ରସ୍ତୁତ କରିଛି ଆପଣଙ୍କୁ ମୁଁ ଆଜି ଚାଲନ୍ତୁ ଦେଖିବା ଆପଣ ଯେ ପ୍ରକୃତରେ ମଟନ ଲଭର ଦେଖନ୍ତୁ କୋଉ ଭଳିଆ ପିସ୍ ହେଇଛି ମାନେ ପିସ୍ ଦେଖିଲେ ନା ମାନେ ଅଟୋମେଟିକ ଲାଳ ବୋହି ଯାଉଛି ୱାହ ମାନେ ଇଏ ପୁରା ଦେଶୀ ଖାସି ମାଂସ ଚୁଲି ରୋଷେଇ ମାନେ ଏତେ ଟେଷ୍ଟ ଏତେ ବାସ୍ନା ଆସୁଛି ଏ ମଟନର ୱାହ କି ଭଳିଆ ବାସ୍ନା ହେଇଛି ମାନେ ମୁଁ ଦେଖୁ ଦେଖୁ ମୋର ବି ମାନେ ଖାଇବାକୁ ଇଚ୍ଛା ହେଲାଣି ଲାଳ ବି ବୋହିଗଲାଣି ଦେଖନ୍ତୁ କୋଉ ଭଳିଆ ମଟନ ହେଇଛି ୱାହ ଝୋଳଟା ଦେଖନ୍ତୁ ଝୋଳଟା କୋଉ ଭଳିଆ ହେଇଛି ଦେଖନ୍ତୁ ପୁରା ପୁରା ରେଡ୍ ପୁରା ହେଇକି ପୁରା ଘରୋଇ ଷ୍ଟାଇଲରେ ପୁରା ଘରୋଇ ଷ୍ଟାଇଲ ଦେଖନ୍ତୁ କିଛି ଏଥିରେ ବାହାର ଜିନିଷ ପଡିନି ପୁରା ହୋମ ଷ୍ଟାଇଲରେ ରୋଷେଇ ହେଇଛି ମଟନଟା ପୁରା ହୋମ ଷ୍ଟାଇଲ ବାସ୍ନା ବି ଘର ଭଳିଆ ଆପଣ ଘରେ ଯେମିତି ମଟନ ରୋଷେଇ କଲେ ଯୋଉ ଟେଷ୍ଟ ଏଇଭଳିଆ ଟେଷ୍ଟ ଅଛି ଇଏ ହଉଛି ବାମ୍ବୋ ଚିକେନ ଆପଣ ମାନେ ରେଷ୍ଟୁରାଣ୍ଟରେ ଖାଇଥିବେ ହୋଟେଲରେ ଖାଇଥିବେ କିନ୍ତୁ ଆମ କ୍ୟାଟରିଂରେ ଓମ୍ କ୍ୟାଟରିଂ ଆପଣଙ୍କୁ ଦଉଛି ବାମ୍ବୋ ଚିକେନ ମାନେ ସ୍ୱତନ୍ତ୍ର ବାଉଁଶ ଦେଖିପାରୁଥିବେ କଳା ପଡିଛି ପୁରା ବାମ୍ବୋ ଚିକେନ ଆ ଭିତରେ ଚିକେନ ପୁରା ଫୁଲ ହେଇକି ଅଛି ପୁରା ପ୍ୟାକ୍ ହେଇକି ଅଛି କିନ୍ତୁ ଇଏ ପୁଣି ଆଉଥରେ ଗରମ ହବ ଗରମ ହେଇସାରିକି ଆପଣମାନଙ୍କୁ ରେଷ୍ଟୁରାଣ୍ଟ ଦେଖିପାରୁଥିବେ କୋଉ ଭଳିଆ କୋଉ ଆଇଟମ କିନ୍ତୁ ଅଛି ଇଏ ହାଫ ବ୍ଲର ହେଇଛି ପୁଣି ଗରମ ହେଇକି ଆପଣମାନଙ୍କୁ ପୁଣି ଏସବୁ ଦିଆହବ ଦେଖିପାରୁଥିବେ ବାମ୍ବୋ ଚିକେନ ବର୍ତ୍ତମାନ ପୋଡା ଚାଲିଛି ପୁରା ଲାଇଭ ଆପଣ ଦେଖିପାରୁଥିବେ ଡାଇରେକ୍ଟ ବର୍ତ୍ତମାନ ବାମ୍ବୋ ଚିକେନ ପୁରା ପୁରା କଣ୍ଟିନ୍ୟୁ ପୁରା ଚାଲିଛି କୋଉ ଷ୍ଟାଇଲରେ କାମ ହଉଛି ଦେଖନ୍ତୁ ନିଆଁ ଜଳୁଛି ପୁରା ଚୁଲିରେ କିଛି ମାନେ କାଠ ଚୁଲିରେ ଆପଣ ତ ମାଛ ବହୁତ ଖାଇଥିବେ କିନ୍ତୁ ଆପଣ ବେସର ମାଛ ଲାଇଭ ତିଆରି ଗରମ ଗରମ ଶୀତ ଦିନେ ଆପଣଙ୍କ ପାଖରେ ପହଞ୍ଚିଥିବ କେବେ ଖାଇନଥିବେ ସେଇଥିପାଇଁ ହୋମ କ୍ୟାଟରିଂ ପୁରା ଗରମ ଗରମ ପୁରା ମାଛ ତାୱା ମାଛ ପୁରା ଭଜା ଚାଲିଛି ଲୋକମାନଙ୍କ ପାଇଁ ପହଞ୍ଚୁଛି ଦେଖିକି ମନ ପୁରା ମୁଗ୍ଧ ହେଇଗଲା ଏଇଭଳିଆ ମାଛ ଏଠି ଭଳିଆ ପିସ୍ ହେଇଛି ଖାଇବା କୋଉ ଭଳିଆ ଟେଷ୍ଟ ହେଇଥିବ ଆପଣ ମାନେ ଏଇଥିରୁ ଅନୁମାନ କରୁଛନ୍ତି ଇଏ ହଉଛି ଚିକେନ ମୁଗଲାଇ ଦେଖିପାରୁଥିବେ କୋଉ ଭଳିଆ ଉପରେ ମେନୁ ଦେଖିକି ଆପଣ ଜାଣିପାରୁଥିବେ ଆଇଟମ ଦେଖନ୍ତୁ କୋଉ ଭଳିଆ ଚିକେନ ପିସ୍ କୋଉ ଭଳିଆ ହେଇଛି ଆଉ ଆଇଟମ କୋଉ ଭଳିଆ ହେଇଛି ହଉଛି କଡାଇ ଭେଜ ଦେଖିପାରୁଥିବେ ପୁରା ଆଇଟମ ଟା କୋଉ ଭଳିଆ ହେଇଛି ମାନେ ଦେଖିଲେ ମାନେ ସାଧା ଲୋକଙ୍କର ଯୋଉମାନେ ସାଧା ଖାଉଛନ୍ତି ମାନେ ତାଙ୍କ ଲାଳ ବୋହିଯିବ ୱାହ କୋଉ ଭଳିଆ ଟେଷ୍ଟ ହଉଛନ୍ତି ରତି ଭାଇ ହୋମ କ୍ୟାଟରିଂ ର ମେନ୍ ରୋଷେଇଆ ଆଉ ମେନ୍ କୁକର ଆଙ୍କ ଘର ହଉଛି ଦେବଗଡ଼ କିନ୍ତୁ ଦେବଗଡ଼ରୁ ଆସିକି ଭୁବନେଶ୍ୱର ନୟାଗଡ଼ ଓଡିଶା ସାରା ସବୁଠି ହଲଚଲ ମତେଇ ଦେଇଛି ମାନେ ଖାଇବା ଟେଷ୍ଟିଂ ନମ୍ବର ଉପରେ ମୁଁ ଆପଣଙ୍କୁ ଗୋଟିଏ କଥା କହିବି ଓମ୍ କ୍ୟାଟରିଂ ଇଜ ଦ ବେଷ୍ଟ କ୍ୟାଟରିଂ ଇନ୍ ଦ ଓଡିଶା ଆପଣ ମାନଙ୍କର ବ୍ରତ ହବ ବାହାଘର ଜନ୍ମଦିନ ଯଦି କ୍ୟାଟରିଂ ଦରକାର ପଡୁଛି ତାହେଲେ ଆପଣ କଣ୍ଟାକ୍ଟ କରନ୍ତୁ ଓମ୍ କ୍ୟାଟରିଂ ବହୁତ କମରେ ଆପଣଙ୍କୁ ଡେକୋରେସନ ୱିଥ ଖାଇବା ଟେଷ୍ଟି ଫୁଲ ହୋମ ଖାଇବା ଆପଣଙ୍କୁ ଯୋଗାଯୋଗ କରିବାକୁ ଯଦି ଇଚ୍ଛା ଅଛି ମୁଁ ଆପଣଙ୍କୁ ତଳେ ନମ୍ବର ଦେଇଦେଇଛି ଆପଣ କଣ୍ଟାକ୍ଟ କରିପାରନ୍ତି ଏଇ
होम कैटरिंग आपन को बहुत कम रे खाइबा ए होम कैटरिंग टेस्टी खाइबा आपन को निश्चय देबो जने वीडियो भल लागितो निश्चय शेयर करिवे रहिली जय जगन्नाथ।